ଲଗାଣ ବର୍ଷାରେ ଭାଙ୍ଗିଲା ଘର ଓ ଗୁହାଳ। ଦୁଇ ଗୋଟି ମେଣ୍ଢା ମୃତ୍ୟୁ, ଗୋଟିଏ ଗୁରୁତର। ନନ୍ଦପୁର କୋରାପୁଟ ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାଠାରୁ ଲଗାଣ ବର୍ଷା ଜାରି ରହିଥିବା ବେଳେ ବର୍ଷା ପ୍ରଭାବରେ ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଗାଦିଆଝୋଲା ଗ୍ରାମରେ ସହଦେବ ନାୟକଙ୍କ ଘର ଓ ଗୁହାଳ ଭାଙ୍ଗି ଯାଇଛି। ଶନିବାର ଅପରାହ୍ନରେ ଏଭଳି ଅଘଟଣ ଘଟିଛି। ଘର ଭିତରେ ଥିବା ପରିବାରର 5 ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁହାଳ ମାଟି କାନ୍ଥ ଚାପି ହୋଇ ସହଦେବ ଓ ରୂପଧାର ନାୟକଙ୍କ 2ଟି ମେଣ୍ଢାର ମୃତ୍ୟୁ ହୋଇଛି। ଗୋଟିଏ ମେଣ୍ଢା ଗୁରୁତର ଅବସ୍ଥାରେ ଥିବା ଚାଷୀ ସହଦେବ ସୂଚନା ଦେଇଛନ୍ତି। ଘର ଓ ଗୁହାଳ ଭାଙ୍ଗିଯିବାରୁ ପରିବାର ସଦସ୍ୟ ଓ ଅନ୍ୟ ଗୃହପାଳିତ ବର୍ତ୍ତମାନ ପରପିଣ୍ଡାରେ ଆଶ୍ରୟ ନେଇଛନ୍ତି। ବନମାଳୀପୁଟ ପଞ୍ଚାୟତ ସରପଞ୍ଚ ଗୋରା ଜାନି ଗାଁକୁ ଆସି ଘର ଭଙ୍ଗା ଓ ଗୃହପାଳିତଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଘଟଣା ସମ୍ପର୍କରେ ଲମତାପୁଟ ବିଡିଓ ଓ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରି ପରିବାରକୁ ସହାୟତା ପ୍ରଦାନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି। ନନ୍ଦପୁରରୁ ହିରଣ୍ୟ ବିଷୟଙ୍କ ରିପୋର୍ଟ, ସମ୍ୟକ ଟିଭି ଓଡ଼ିଆ।